ଚାକିରି ସମୟରେ ଲାଞ୍ଚ ନେଇଥିଲେ ଅବସର ପରେ ଦଣ୍ଡିତ ହେଲେ। ଫୁଲବାଣୀ ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ କିରାଣୀ ଅମୂଲ୍ୟ କୁମାର ସାହୁଙ୍କ କ୍ଷେତ୍ରରେ ଘଟିଛି ଏଭଳି ଘଟଣା। 2020ରେ ସଂକର୍ଷଣ ଶତପଥୀ ନାମକ ଜଣେ ରୋଲର ଡ୍ରାଇଭରଙ୍କ ବିଲ୍ କରାଇଦେବା ପାଇଁ 5,000 ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା। ଏହି ସମୟରେ ଫୁଲବାଣୀ ଭିଜିଲାନ୍ସ ଟିମ୍ ଟଙ୍କା ସହ ତାଙ୍କୁ ଧରିଥିଲା। ଭିଜିଲାନ୍ସ କୋର୍ଟରେ ଏହି ମାମଲାର ବିଚାର ଚାଲିଥିବା ବେଳେ ଅମୂଲ୍ୟ 2022ରେ ଅବସର ନେଇଥିଲେ। ଏବେ ଏହାର ଶୁଣାଣି କରି ଭିଜିଲାନ୍ସ କୋର୍ଟ ଅମୂଲ୍ୟଙ୍କୁ 3 ବର୍ଷ ସଶ୍ରମ କାରାଦଣ୍ଡ ସହିତ 5,000 ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ 3 ମାସ ସଶ୍ରମ କାରାଦଣ୍ଡ ପାଇଁ ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ସରକାରୀ ଓକିଲ। ସେ ତାଙ୍କର ରୋଲର ଡ୍ରାଇଭର ଯାଙ୍କ ନା ସଂକର୍ଷଣ ଶତପଥୀ ତାଙ୍କର ବକାୟ ପଇସା ପାଇବାର ଥିଲା। ସେ ବିଲ୍ ପାସ୍ କରିବା ପାଇଁ 5,000 ଟଙ୍କା ଲାଞ୍ଚ ମାଗିଥିଲେ। ଆଉ ଲାଞ୍ଚ ନେଉଥିଲା ଧରା ପଡ଼ିବାରୁ ତାଙ୍କ ପାଖରୁ ରିକଭରି ହେବାରୁ ତାଙ୍କୁ ତାରେ ଚାର୍ଜସିଟ୍ ଦେଇ ବିଚାର କରି ଭିଜିଲାନ୍ସ ଜଜ୍ ପ୍ରାୟ 10 ଜଣ ମୁଦଲା ସାକ୍ଷୀମାନଙ୍କୁ ବିଚାର କରି ତାଙ୍କୁ ଆଜି ରାୟ ଶୁଣାଇଛନ୍ତି।